ମୁଁ ତ ସର୍ବପ୍ରଥମେ କହିବି ଜଗତରନାଥ ଜଗନ୍ନାଥଙ୍କ କୃପାରୁ ଗତ ବର୍ଷ 25-26 ମସିହାରେ ଯେ ଟାଇପ୍ର ଧମାଲ କରିଥିଲା ସାରା ଓଡ଼ିଶାରେ ସୁନାମ ଧନ୍ୟ, ଯେଉଁଟାକି ସମସ୍ତେ କହୁଥିଲେ ବହୁତ ଭଲ କରୁଛି, ମୟୂରୀର କ୍ରେଜ୍ ଅଛି। ଏ ବର୍ଷ ମଧ୍ୟ ବିଲକୁଲ ସେମିତି କ୍ରେଜ୍ ରହିବ, ବହୁତ ଧମାଲ କରିବ। ବହୁ ଅନୁଷ୍ଠାନ ତଥା ସମସ୍ତ ଭଲ ଭଲ କଳାକାରମାନଙ୍କୁ ନେଇ ବହୁତ ସ୍ୱପ୍ନ ଦେଖାଯାଇଛି, ଯେଉଁ ସ୍ୱପ୍ନ କି ସମସ୍ତ ଦର୍ଶକ ବନ୍ଧୁମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବ ଏବଂ ମୟୂରୀ ପୁଣି ଗଲା ବର୍ଷ ପରି ଏ ବର୍ଷ ମଧ୍ୟ ଧମାଲ କରିବ, ଏ ବିଶ୍ୱାସ ମୋର ଅଛି। ପୂର୍ଣ୍ଣ ପରିବର୍ତ୍ତନ, ଲାଇଟ୍ର ପରିବର୍ତ୍ତନ, ଷ୍ଟେଜ୍ର ବି ପରିବର୍ତ୍ତନ, ପ୍ଲସ୍ କଳାକାରଙ୍କର ବି ପରିବର୍ତ୍ତନ। ତେଣୁ ଡ୍ୟାନ୍ସ ଉପରେ ବହୁରେ ଗୁରୁତ୍ୱ ଦିଆହେଇଛି, ମେଲୋଡି ପ୍ରୋଗ୍ରାମ ଉପରେ ଗୁରୁତ୍ୱ ଦିଆହେଇଛି। ଏ ବର୍ଷ ଗୋଟେ ନୂଆ ଧରଣର ହେବ, ଯେଉଁଟାକି ଆମ ସହିତ ଆମ ଯାତ୍ରା ମଞ୍ଚ ମୟୂରୀ ସହିତ ଜଗତରନାଥ ଜଗନ୍ନାଥ ମଧ୍ୟ ଆମ ସାଙ୍ଗରେ ରହିବେ। ତାଙ୍କ ଉପରେ ମଧ୍ୟ କିଛି ଜଗନ୍ନାଥଙ୍କ ଉପରେ କମାଲ ଦେଖେଇବେ। ଆଉ ପ୍ରଭୁ ଜଗନ୍ନାଥ ବି ଆମ ସହିତ ସିଏ ବୁଲିବେ ସାରା ଓଡ଼ିଶାରେ। କୁଲ ମୁଁ ତ ସମ୍ପୂର୍ଣ୍ଣ ମାତ୍ରାରେ କହିବି, ଗତ ବର୍ଷ ଅପେକ୍ଷା ଏ ବର୍ଷ ଆହୁରି ବହୁ ମାତ୍ରାରେ ନିଶ୍ଚୟ ସମସ୍ତଙ୍କ ମନକୁ କିଣିବ। ଯାତ୍ରା ଦର୍ଶକ ଯାତ୍ରା କମିଟି ଚାହିଁ ରହିଛନ୍ତି ମଞ୍ଚ ମୟୂରୀ, କଣ ସେମାନେ ହଁ, ମେସେଜ ଦେବେ? ମୁଁ ଏବେ ବି ସେମାନଙ୍କୁ ସତ ମସ୍ତକ ତଳ ନମ କରୁଛି ଏବଂ ସମସ୍ତଙ୍କୁ ବିନମ୍ର ଅନୁରୋଧ କରୁଛି, ସମସ୍ତେ ଆସନ୍ତୁ ମଞ୍ଚ ମୟୂରୀର ଯାତ୍ରା ଦେଖନ୍ତୁ ଏବଂ ମଞ୍ଚ ମୟୂରୀକୁ ଆପଣଙ୍କ ଅଞ୍ଚଳକୁ ନିଅନ୍ତୁ ଏବଂ ତାର ଯାତ୍ରାକୁ ଏନ୍ଜୟ କରନ୍ତୁ। ସେ ଯାତ୍ରା ଉପରେ ବହୁତ ଗୁରୁତ୍ୱ ଦେଇଛି ଏବଂ ଏ ବର୍ଷ ମଧ୍ୟ ନାଚ ଆଉ ମେଲୋଡି ଉପରେ ବହୁତ ପ୍ରଭାବ ପକାଇବ। ଧନ୍ୟବାଦ।